କାଲି ହେଉଛି ଅକ୍ଷୟ ତୃତୀୟା। କରନ୍ତୁ ନାହିଁ ଏହି ସବୁ କାମ। ଶାସ୍ତ୍ର ଅନୁସାରେ ଅକ୍ଷୟ ତୃତୀୟା ଦିନ ମା ଲକ୍ଷ୍ମୀଙ୍କର ପୂଜା କଲେ ଶୁଭ ଫଳ ସହ ଧନ ଲାଭ ହୋଇଥାଏ। ଏହି ଦିନକୁ ଅତ୍ୟନ୍ତ ଶୁଭ ବିବେଚନା କରାଯାଇଥାଏ। ହେଲେ ଆପଣ ଜାଣିଛନ୍ତି କି ଏହି ଦିନ କିଛି ଏପରି କାର୍ଯ୍ୟ ଅଛି ଯାହା କରିବା ଦ୍ୱାରା ଜୀବନରେ ସମସ୍ୟା ସୃଷ୍ଟି ହୋଇଥାଏ। ବ୍ରହ୍ମ ମୁହୂର୍ତ୍ତରେ ଶେଷ ତ୍ୟାଗ କରି ସ୍ନାନ କରି ଘରେ ଭଗବାନଙ୍କର ପୂଜାର୍ଚ୍ଚନା କରିବା ଦ୍ୱାରା ଘରେ ସକାରାତ୍ମକ ମାହୋଲ ସୃଷ୍ଟି ହୋଇଥାଏ। ଏହି ଦିନ ଝଗଡ଼ା କରନ୍ତୁ ନାହିଁ। ଅକ୍ଷୟ ତୃତୀୟା ଦିନ ଭୁଲରେ କ୍ରୋଧ କରନ୍ତୁ ନାହିଁ। ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ବିବାଦ ନ କରି ଶାନ୍ତ ଭାବେ ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ଚେଷ୍ଟା କରନ୍ତୁ। ଏହି ପବିତ୍ର ଦିନରେ ନିଜ ଘରକୁ ସଫା ରଖନ୍ତୁ। ଘରେ ଅଳିଆ ଆବର୍ଜନା ରହିଲେ ଘରେ ଦରିଦ୍ରତା ବୃଦ୍ଧି ପାଇଥାଏ। ସେଥିପାଇଁ ନିଜ ଗୃହର ବାତାବରଣ ପରିଷ୍କାର ରଖନ୍ତୁ। ଏହି ଦିନ ଭୁଲରେ ବି ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆପଣଙ୍କ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ। ନିଜ ପିତା ମାତା କିମ୍ବା ନିଜକୁ ବୟସ୍କ ଲୋକଙ୍କ ସହ କଳହ କରନ୍ତୁ ନାହିଁ କିମ୍ବା ଅପମାନ ଦେବା ପରି ବ୍ୟବହାର କରନ୍ତୁ ନାହିଁ। ସୂର୍ଯ୍ୟ ଉଦୟ ପରେ ବା ସୂର୍ଯ୍ୟାସ୍ତ ପରେ ଶୁଅନ୍ତୁ ନାହିଁ। ସେହିପରି ଏହି ଦିନ ସୁନା କିଣିବା ଅତ୍ୟନ୍ତ ଶୁଭ ବିବେଚନା କରାଯାଏ। ସୁନା ବ୍ୟତୀତ ରୂପା ସାମଗ୍ରୀ, କଉଡ଼ି, ଝାଡୁ, ନଡ଼ିଆ, ଧନିଆ ଆଦି କିଣିବା ମଧ୍ୟ ଶୁଭ ବିବେଚନା କରାଯାଏ। କୁହାଯାଏ ଏପରି କରିବା ଦ୍ୱାରା ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।